ରେଡିଆ ଛାଡ଼ିଆ ସେଟା ଟିକେ ଛାଡ଼ିକି ଏଟା ରହିଥା ଟିକେ ତଳୁ କାଢ଼ ଟିକେ ଛାଡ଼ି ସବୁ ଛାଡ଼ ସେଇ ସବୁ ଛାଡ଼ି ଦିଅ ଛାଡ଼ି ଦେଲେ ପୁରା ଛାଡ଼ିବି ପୁରା ଛାଡ଼ିବେ ଟିକେ ଯାଉଛି ନାହିଁ ଛାଡୁ ଛାଡୁ ପୁଡ଼ିଲା ଏମିତି ତୁ ପୋଡ଼ିଦେଲୁ ଏମିତି ପୋଡ଼ିବା କଥା ନା ଏ ପୋଡ଼ିବା କଥା ନା ତୁ ପୋଡ଼ିବା କଥା ନା ଏମିତି ଆରେ ଆରେ ଶୁଣୁ ତୁ ଉପରକୁ ଯାଇଥାନ୍ତା ତୁ ହଠାତ୍ ଛାଡ଼ିଦେଲୁ ଯାହାନେ ତ ଗୋଟେ ଘଟଣା ଘଟିଲା ଆଉ ଏଥିରେ ଅସୁବିଧା କଣ ରହିଲା ଉପରେ ପୋଡ଼ିଥାନ୍ତା ତଳେ ପୋଡ଼ିଲା କଷ୍ଟ ମୋ ସବୁ ସାଙ୍ଗମାନଙ୍କୁ ଆଉ ସବୁ ଭାଇ ଭଉଣୀମାନଙ୍କୁ ମୋ ତରଫରୁ ହାପି ଦିୱାଲି। ମାଆଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି ସମସ୍ତେ ଖୁସିରେ ରୁହନ୍ତୁ ଆଉ ଭଲରେ ରୁହନ୍ତୁ। ଆଜି ଦୀପାବଳିରେ ଟିକେ କେୟାରଫୁଲ୍ ରୁହନ୍ତୁ କାହିଁକି ନା ବାଣ ଫୁଟାଇବା ସମୟରେ ଟିକେ କେୟାରଫୁଲ୍ ରୁହନ୍ତୁ କାରଣ ଛୋଟ ଛୋଟ ଛୁଆ ସେମାନେ କିଛି ଜାଣିନାହାନ୍ତି ଅଜ୍ଞାନୀ ଛୁଆ ତ ସେମାନେ ଯେତେବେଳେ ବାଣ ଫୁଟାଇବେ ସମସ୍ତେ ଟିକେ ଆଉ ଯାଇକି ପିଲାଙ୍କ ପାଖରେ ଠିଆ ହେବେ କାହିଁକି ନା ସେ ଛୋଟ ଛୁଆ ଜାଣିପାରିବେନି ନା ସେଥିପାଇଁ ଆମର ବାଣ ଫୁଟାଇଲା ବେଳେ ଟିକେ ପାଖରେ ଠିଆ ହେଇକି ଛୋଟ ଛୋଟ ଛୁଆମାନଙ୍କୁ ବାଣ ଫୁଟାଇବା ପାଖରେ ଠିଆ ହୁଅନ୍ତୁ। ତ ଆଜି ଆମର ବି ବହୁତ ବ୍ୟସ୍ତତା ଆପଣମାନେ ବି ତ ଘରେ ବ୍ୟସ୍ତତାରେ ଥିବେ ତ ଆମ ସାର୍ ଏବେ ଯାଇଛନ୍ତି ମାର୍କେଟ ଆଉ ଦେଖାଯାଉ ମାର୍କେଟରୁ ସବୁ କ'ଣ ନେଇକି ଆସୁଛନ୍ତି ଆମ ପିଲାମାନେ ବି ଯାଇଛନ୍ତି ବାଣ ଆଣିବା ପାଇଁ ଯେଉଁଟାକି ମୁଁ କହିଛି ଟିକେ ଦେଖି ଚାହିଁକି ବାଣ ଆଣିବ ମୁଁ ଯାଇନି ଯେହେତୁ ମୁଁ ଗଲେ ସବୁ ମନା କରେ ମୁଁ ଏଇଟା ନେବନି ସେଇଟା ନେବନି ମୁଁ ବହୁତ ପଚାରି ବାଣ ଆଣେ ତ ପିଲାମାନେ ଯାଇଛନ୍ତି ଦେଖାଯାଉ ସେ ଆସନ୍ତୁ ଆସି ସାରିଲା ପରେ କ'ଣ କ'ଣ ସବୁ ଆଣୁଛନ୍ତି ଆଜି ଦିନରେ ମୁଁ କ'ଣ କ'ଣ ସବୁ କରୁଛି ଆପଣମାନଙ୍କୁ ସେୟାର କରିବି। ଆଉ ଏବେ ଆମର ତ ଚାଲିଛି କାମ ଦେଖାଯାଉ ରୋଷେଇ କାମ ଚାଲିଛି ରୋଷେଇ କାମ ସରିଗଲା ପରେ ଦେଖାଯାଉ ସେ ଭିତରେ ସେ ଯଦି ପଳେଇ ଆସିବେ ଆପଣମାନଙ୍କୁ ମୁଁ ସେୟାର କରିବି। ଆଉ ଆମର ତ ରାତିରେ ପୂଜା ମାନେ ହେବାର ଅଛି ରାତି ପୂଜା ହୁଏ ନା ରାତିରେ ପୂଜା ହେଲେ ସାର୍ ଆମର କରିବେ ସବୁ ପୂଜା ସେଥିପାଇଁ ସେ ମାର୍କେଟ ଯାଇଛନ୍ତି ସବୁ ଜିନିଷ ଆଣିବା ପାଇଁ ଯେଉଁଟାକି ମୁଁ ଯାଇପାରିଲିନି କାହିଁକି ନା ଏବେ ଯଦି ମୁଁ ପଳେଇଥାନ୍ତି ଘରେ ରୋଷେଇ ବନ୍ଦ ହେଇଥାନ୍ତା ସେଥିପାଇଁ ମୁଁ ଗଲିନି। ତ ଚାଲନ୍ତୁ ଏବେ ଯିବା ମୁଁ ଜଲ୍ଦି ତା ଭିତରେ ରୋଷେଇଟା ସାରିଦିଏ ସାର୍ ଆସିଲେ ଆପଣମାନଙ୍କ ସହିତ ମୁଁ ସେୟାର କରିବି। ଇଏ କ'ଣ ସବୁ ବାଣ ଆଣିଛ ମୁଁ ଯାଇନି ବୋଲି ତୁମେ ବାଣ ସବୁ ଧରିକି ପଳେଇ ଆସିଲ ତୁ କେଉଁଠୁ ଏଇଠି ରଖ ମୁଁ ବାଣ ଦେଖେ ଏଇ ତାର ବୁଦ୍ଧି ହେଇଥିବ ସବୁ ଏଇ ତାର ବାଣ ଫୁଟେଇବାର ଭାରି ସଉକ ଥିଲା ସେ କହୁଥିଲା ମୁଁ ବାଣ ଆଣିବି ମୁଁ ଦେଖୁଛି ଏଇଟା କ'ଣ ଏଇଟା କ'ଣ ଏଇଟା ଝାଡ଼ୁଟା ନା କ'ଣ କେତେଟା ଯିବ କେତେଟା ଅଛି ଗୋଟେ ଭଗବାନ ଜାପାନୀ ରକେଟ ଏବେ କିଏ ଫୁଟେଇବ ଏ ବାଣଗୁଡ଼ା ସବୁ ଜାପାନିଜ ରକେଟ ତ ଏତେ ସବୁ ବାଣ ଦେଖିପାରୁଥିବେ ଆଣିକି ଆସିଛନ୍ତି ଆଉ କ'ଣ ସବୁ ବାଣ ଆଣିଛନ୍ତି ଭିତରେ ଆଉ ମୋ ଝିଅ ପୁଣି କିଛି ବାଣ ଆଣିଛି ତା ବାଣ ଆସିଲେ ପୁଣି ଦେଖିବେ ଏସବୁ ଏଇ ତାଙ୍କ ବାଣ ଏଇ ତାର ସବୁର ଏଇ ତାର ବେଶୀ ଫୁଟାଣି ଏଇ ତାର ବାଣ ଫୁଟେଇବ ବୋଲି ଏଇ ସବୁ ଧରିକି ଆସିଛି ଏବେ କେତେ 4000 ଟଙ୍କାର ବାଣ ଧରିକି ଆସିଛୁ ଏ 4000 ଟଙ୍କା ଦେଇକି ବାଣ ଧରିକି ଆସିଛୁ ପଇସା ଖାଲି ପୁଡ଼ ତମେ ବାଣ ଫୁଟେଇବ ନା ପଇସା ପଡ଼ିବ ବର୍ଷରେ ଥରେ ହେଲେ ବି ତମେ ଏତେ ଫୁଟେଇବ କାହିଁକି ଆଣିଥାନ୍ତ ଟିକେ କମ୍ ବାଣ ଆଣିଥାନ୍ତ ଦେଖିକି ଫୁଟେଇଥାନ୍ତ ଏରା ସବୁ ଧରିକି ଆସୁଛ ଭାଇରେ ତୁ ବାଣ କହିଲେ ମୁଁ ଘରେ ରଖନା ତୁ ବାଣ ତୁ ନେଇକି ବାହାରେ ରଖଯା କ'ଣ କରିବା ଆଜି ତ ମୁଁ ଏଠି ରୋଷେଇ ଭାତ ହେଇଗଲାନି ତା ଭିତରେ ଭାତଟାକୁ ଆମେ ଗାଳି ଦେବା କାରଣ ଅରୁଆ ଆଜି ଟିକେ ଖାଇବାର ଅଛି ତ ଭାତ ଆମର ହେଇଗଲା ପୁରା ଛୁଆ ହେଇଯାଉଛି ଏଇଟା ପୁରା ଛୁଆ ହେଇଯାଉଛି ଦେଖ କେମିତି ବସିକି କେମିତି ହେଉଛି ଯାଉନ ଖରା ରଖିଦେବୁ ଯାବେ ଗରମ ନାହିଁ ଖରା ଦେଇଦେ ପୁରା ଛୁଆ ହେଇଯାଉଛ ହେଲା 5 ବର୍ଷର ଛୁଆ ହେଇଯାଉଛ ତମେ ହେଲା। ଦିୱାଲିରେ କ'ଣ ବନଉଛ? ଆଉ ନୂଆ ଆଇଟମ୍ କିଛି ଆଜି ହେଇନି ରାତି ବେଳକୁ କ'ଣ ଗୋଟେ କରିବା ଆଉ କାମ ବ୍ୟସ୍ତରେ କ'ଣ କରିବା ଆଳୁ କ'ଣ ଏମିତି କରୁଛ? ଆଳୁଟା କରିବା ଭୁଜିଆ କରିବା ଆଳୁ ଭୁଜିଆ ଆଉ ଇଏ ପନିର କାଢ଼ୁଛନ୍ତି ତମ ଗାଡ଼ି ତୁମେ ପନିର ଭୁଜିଆ କରୁନ ପନିର ଭୁଜିଆଟା କରିଥାନ୍ତି ସେ ଏମିତି କାଟିଦେଲେ ବା ପନିର ଭୁଜିଆ କରିଥାନ୍ତି ଆଉ ଗୋଟେ ପନିର ଅଛି ରାତିରେ କରିଦେବା ଭୁଜିଆ ଫାଳେ ଥାଉ କ'ଣ ହେଲା? ପୋଡ଼ିବ ରୁହ ବାବା
କେମିତି ତମେ ଏମିତି ତାକୁ ହେଇଗଲା ଆଙ୍ଗୁଳିଟା। ତୁମ କାମ କରିବାର ଇଚ୍ଛା ନାହିଁ ଯଦି ନ କର ବୁଝିଲ ନା ଦୁଇଟା କାମ କରିବ ଆଉ ଯେମିତି ସେଇଟା ପୁରା ବାଜିଗଲା ହାତଟା ପୁରା କଟିଗଲା ପୁରା ଛାଲି ହେଇଗଲା। କେତେ ବଡ଼ ଦେଖ ଆରେ ଦେଖୁଛ କେତେ ରକ୍ତ ବାହାରିଲାଣି। ବେଶୀ ଲାଲ ହେଇଗଲା ଟିକେଟା। ପାଣିଟା ଭାଇ ଏଇ ପିସଟା ଫ୍ରିଜରେ ପନିରଟା ଆଣ ପନିରଟା ଆଣ। ଆଳୁ ଚିପ୍ସ ୱାଓ ଏଇଟା ଆଜି ମୁଁ ବନେଇଛି ମୋ ଝିଅ ପାଇଁ ଏଟା ପନିର ଆଉ ଏ ମୋ ଭାଇ ପାଇଁ ତା ପାଇଁ ହେଇଛି ଆଳୁ ଚିପ୍ସ। ଏ ଖାଲି କିଣିକି ଆଳୁ ଚିପ୍ସ ଖାଉଛି। ଏଇରୁ ହିଁ ଖାଇବା ତାକୁ ଭଜା ଆଳୁ ଏଇ ପନିରଟା ଆଳୁ ରଖିବା। ଭୁଞ୍ଜିଆର ଏ ହେଉଛି ଚିପ୍ସ ଦେଖିବାକୁ ବଢ଼ିଆ। ଏଇଟା କ୍ରଞ୍ଚି ମାନେ ଭାତ ସହିତ ତାକୁ ଖାଇପାରିବ ଖାଲି ବି ଖାଇପାରିବ। ଭାତ ସହିତ ଖାଇଲେ ନା ବଢ଼ିଆ ଟେଷ୍ଟ ଆସେ। ଖାଲି ଖାଇଲେ ବି ବସିକି ଟିଭି ଦେଖାଉ ଖାଇବନି ବହୁତ ବଢ଼ିଆ ଲାଗେ। ହେଇଗଲା ଏଇଟା ଆଜି ମୁଁ ବନେଇଛି ମାନେ ନା ଆଜି ତ ସବୁ ମାନେ ସାଧା ନା ଆଉ ପନିରଟା ଏଇନା ବନେଇବି। ଇଏ ହବ କାଜୁ ପଡ଼ିକି ହବ ଏ ପନିରକୁ କାଜୁ ପନିର। ଆଉ ଆଜି ଗରମ ଜଗିଲା ଡାଲମାଟାରେ ଛୁଙ୍କିଦେବା ଟିକେ ଚିପ୍ସ ଟିକେ ଟେଷ୍ଟ କରିବା ପାଇଁ ନେ ନା ତମେ ଦିଅ ନେ ଟେଷ୍ଟ ମାନେ କରିବା। ତା ଅଳ୍ପ ସବୁଥିରେ ଦେଖୁଛୁ ଅଳ୍ପ ଦିଅ ଆଉ ଅଳ୍ପ କହିଲେ ଅଳ୍ପ ମୁଁ ଅଳ୍ପ ଆଉ ଖାଇବି। ଟିକେ ଆଉ ଟିକେ ହେଇ ରହ ବୋଇ ଜାଳିବାରେ ବ୍ୟସ୍ତ ପୁରା କାହିଁକିନା ସେ ପୁରା ଦୀପ ଜାଳୁଛି ଦେଖିପାରୁଥିବେ କେତେ ବଢ଼ିଆ ଜାଳି ଦେଇଛି। ମୋତେ କହୁଛି ତୁମେ କର ନା ମୁଁ ଆଜି ଦୀପ ଜାଳିବି ସେଥିପାଇଁ ସେ ତାର ଦୀପ ଜାଳୁଛି। ହେଲା ମାମା ଏଗାର ଦେଇଦେ। ତୁ ସଜେଇଛୁ ତ ମୁଁ ଜାଣିଛି ଦେଇଦେ। ଗୋଟେ ଦୀପ ସେପଟେ ମୁଁ ଗୋଟେ ଏପଟେ। ଯୋଉରା ଲିଭୁଛି ସେରା ଦେଇଦବ ଟିକେ। ବାସ୍ ସେରା ସବୁ ଆଉ ଟିକେ ଦେଇଦେ। ପୁରା ବାଣ ଫୁଟୁଛି ମାନେ ବାହାରକୁ ଯିବା ପାଇଁ ଡର ମାଡ଼ୁଛି। ମାଲୋ ଓହୋ ବାଣ ସବୁ ଫୁଟେଇ ଦେଲ ରେ ସବୁ ଫୁଟେଇ ଦେଲ ରେ ବାଣ। ଇଏ ତ ଛୁଆ ହେଇଯାଉଛି 2 ବର୍ଷିଆ ଛୁଆଟା ଏଇଟା। ବେ ତୁ 2 ବର୍ଷିଆ ଛୁଆ। ହଁ ଏ ସେଠି କ'ଣ ପାଇଁ ବାଣ ଫୁଟଉଛ ଏପଟେ ଫୁଟାଅ। ଏଇଟା ବମ୍ଟା ନା କ'ଣ ତମେ ପୁରା ପୂଜା କରିବ ଏବେ। ଏ ଓମ୍ଟା କର ସେଠି ସମସ୍ତେ ମିଶିକି କର। କ'ଣ ହେଲା ଏପଟେ ଫୁଟେଇବେ ସେଇଠି ସେ ଗେଟ୍ ସେପଟେ ବାଣ ଫୁଟାଅ। ଏଇଠି କର ଏଇଠି ବସିକି ଏଇ ଦୀପ ଏପଟେ ପଛପଟେ ମୋର ଯୋଉଟା ଏଇଟା ଲାଗିଲା ଆଜି ଲାଇଟ୍ ଟିକେ କମିଗଲା ଭଳିଆ ଲାଗୁଛି। ଧୂଆଁ ଲାଗୁଛି। ହଁ ତମ ମୁଣ୍ଡ ପାଖରେ ଥିଲା ଚପଲ ପାଖରେ ସବୁ ବାଣ ହାତରେ ଧରିକି ମଝିରେ କର ଠିକ ଆଉ ତାଙ୍କୁ ଦେ ମାଞ୍ଚି ଇଏ ଦେ ତ ହେଇଟା ଦେ ତ ଭାଉଜକୁ ବସୁ ଦେ। ମା ଦୀପ ବିକିଲା ଭଳିଆ ବସୁଛନ୍ତି। ଦୀପ ନବୁ ଦୀପ କିଣିବୁ 10 ଟଙ୍କା ପିସ୍। ଦାଦି ଭାଇ
ଏଟା ସବୁ ବାଣ ମୁଁ ଫଟେଇଛି। ଓଡ଼ିଆ ଅଙ୍ଗ ଲେଖିବ କି ଭାବୁଛ? ଆଉ କ'ଣ ଲେଖିବୁ? ନା ନା ତୁ କୋଉଥିରେ ଲେଖିବୁ କହନା। ସଂସ୍କୃତ ଓଡ଼ିଆ ଏଇଟା ସଂସ୍କୃତ ଏମିତି ଏମିତି ଏକାଥରେ ହବ। ଏଠି ବସିଛି ଚାଲିଛି ଦେଖନ୍ତୁ କ'ଣ କରୁଛନ୍ତି। ଲାଗି ପଡ଼ିଛନ୍ତି ପୁରା। ତିନି ଜଣ ହେଇକି ଲାଗିଛନ୍ତି ତାଙ୍କର ସରୁନି ଦେଖାଯାଉ କେତେବେଳେ ସରୁଛି। ଆଉ ଲାଗିଛନ୍ତି ତ କାମରେ। ଜଲ୍ଦି ଜଲ୍ଦି କର ଜଲ୍ଦି ଜଲ୍ଦି କର। କିଏ ଆସିଲେ? ଛୁଆଟା କ'ଣ ହେଇଥିଲା? ଆମର ଜଣେ ଯାଇଛି ଏପର୍ଯ୍ୟନ୍ତ ଆସୁନି। ବାଣ ଫୁଟିବାରେ ଏତେ ଯେ ମାନେ ସାଉଣ୍ଡ ସେ କେହି ଶୁଣା ଯାଉନି। ସେଥିପାଇଁ ସେ ଆନାଉନ୍ସମେଣ୍ଟ କରିବ ବୋଲି ବସି ପଡ଼ିଛି। ଜଗନ୍ନାଥ କଲୋନୀକୁ ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ। କେନ୍ଦ୍ର କଲୋନୀକୁ ଅଭିନନ୍ଦନ ବହୁତ ବହୁତ ଧନ୍ୟବାଦ। ଏଇ କୋଉଠୁ ଆସିଛ ଗେଷ୍ଟ? ଭାଇ କୋଉଠୁ ଆସିଛ ଗେଷ୍ଟ? ଭାଇ ଶୁଭ ସନ୍ଧ୍ୟା। ଆଜି ଗାଇବେ ଆସନ୍ତୁ ଭାଇ ଆପଣଙ୍କ ଆଜି ଆମେ କିଛି ଶୁଣିବା ପାଇଁ ଇଚ୍ଛା କରିଛୁ। କାହା ପାଟିରେ ଶୁଣିବୁ କହ ନିଜେ ଗାଁ। ରଜତ ଭାଇ ଇଏ କୋଉଠୁ ଆସିଛ ଭାଇ? ହେଇଗଲା କେତେ ସୁନ୍ଦର ଦେଖ। ଏଠି ବସିକି ତେଲ ଦିଅ। ମିଷ୍ଟି ମିଷ୍ଟି ଆସିଛି ବାଣ ଫୁଟେଇବା ପାଇଁ। ଦେଖ ମିଷ୍ଟି କେମିତି ଲାଗୁଛି? ମିଷ୍ଟି ବଢ଼ିଆ ଲାଗୁଛି। ମିଷ୍ଟି ବି ବନେଇଛି ଏଇଟା। ସରିଗଲା ଫାଇନାଲ ସରିଗଲା। 3-4 ଜଣ ସବୁ କରୁଛନ୍ତି। ଫାଇନାଲ ସରିଗଲା। ଏଠି ଆମର ଆସୁଛନ୍ତି ଗେଷ୍ଟ। ହାପି ଦିୱାଲି ହାପି ଦିୱାଲି। ଦେଖିପାରୁଥିବେ ଏଠି ଓମ୍ ହେଇଯାଇଛି। ଆଉ ଏଇଟା ଆମ ମାମୁନା ଗୀତ ଗାଇବେ ଦେଖିପାରୁଥିବେ। ଶୁଣନ୍ତୁ ତାଙ୍କ ଗୀତ ବହୁତ ବଢିଆ ଲାଗିବ। ଚାଲନ୍ତୁ ଗୀତ ଷ୍ଟାର୍ଟ କରିବା। ମୋବାଇଲ ବନ୍ଦ କରି ସେ ଗାଇବ। ପାଖରେ ନିଅ ବଢିଆ ଫଟୋ ଉଠେଇବା। जगमग वाली दिवाली जगमग वाली दिवाली जगमग दिलों से सजाएंगे घर धान से भरा भंडार हो। ଦୀପାବଳିରେ ଆମର ଚାଲିଛି ମେଲୋଡି ପ୍ରୋଗ୍ରାମରେ ଆମର ଆସିଛନ୍ତି ଦେଖିପାରୁଥିବେ ଡକା ହେଇଛି। ଆପଣମାନେ ଯଦି ଚାହିଁବେ ମେଲୋଡି ମାନେ ଶୁଣନ୍ତୁ ଗୀତଟାକୁ
ଭାଇ କୋଉଠୁ ଆସିଥିଲେ ସେ ମେଲୋଡି ଖାଇବା ପାଇଁ ପଇସା ହେଇକି ଗୀତ ଗାଉନାହାନ୍ତି। ତାଙ୍କ ଗୀତ ଆଉ ଶୁଣିବେ ଆପଣମାନେ କ'ଣ? ସେ ତ ଗୀତ ଗାଇଲା ବେଳକୁ ତାଙ୍କର ସବୁ ବନ୍ଦ। ପୂଜା ସରିଲା ପରେ କେମିତି ବଡ଼ବଡ଼ିଆ ଡାକିବେ ଆମ କେମିତି ଏଠି ସମସ୍ତେ ଅଛନ୍ତି। ତ ଆମ ସାର୍ ଏବେ ପୂଜା କରି ସାରିଲା ପରେ ଚାଲିଛି ସବୁ ବସିଛନ୍ତି। ଆସନ୍ତୁ। ଆଉ ଯୋଡ଼ୁ ଫଟୋ ଉଠେ